और गैस की कमी होने वाली। भारत सरकार ने, शिपिंग मंत्रालय ने पूरी पिक्चर क्लियर कर दी है। साथ ही ये भी बता दिया है कि स्ट्रेट ऑफ हॉर्मुज में 24 भारतीय जहाज मौजूद हैं, जिनमें शिवालिक और नंदा देवी हॉर्मुज से रवाना हो गए, जो मैं आपको दिखा रहा हूं। ये पर करीब 92,700 मीट्रिक टन एलपीजी लदी है। ऐसे में अब फारस की 17, 21 ଆଉ 27 28 ରେ लीला 27 ରେ ଗୋଟା ଭିତରେ ବଡ଼ ଧରଣ ଅଛି। କହୁଅଛି ସତ୍ୟ ସତ୍ୟେଶଙ୍କରେ ସାଧନା ନହିଲେ ପୃଥ୍ୱୀ, ଶୁଣ ସୁଜ୍ଞ ଜନ ନିଷ୍ଠୁର ବଚନ, ଶୁଣ ଶୁଣ ମୋର ନୀତି। ବସିଥାଇ କୂଳ ମହାନଦୀ ଜଳ, ଛୁଇଁଅଛି ସତ୍ୟ କରି, ଧର୍ମକୁ ଲଙ୍ଘିବି ସୁରପାନ କରି, ହରିବି ବ୍ରାହ୍ମଣ ନାରୀ। ତେଣୁ 27, 26, 27 ଭିତରେ ବର୍ତ୍ତମାନ ଯୋଉ ଯୁଦ୍ଧ ଚାଲିଛି, ଇଏ ତୃତୀୟ ବିଶ୍ୱଯୁଦ୍ଧର ମାନେ ଖୁଣ୍ଟ ଖୋଳା ହଉଛି। ପ୍ରଥମ ଏଇଟା କହିଲେ ଚଳେ, ଯେମିତି ଟେଣ୍ଟ ବନ୍ଧା ହଉଛି। କାରଣ ୟୁକ୍ରେନ ରୁଷ 2022 24/2 ମାନେ ଫେବୃଆରୀ ମାସ ଗୁରୁବାର ଦିନ ଯୁଦ୍ଧ ହୋଇଥିଲା, ଆରମ୍ଭ ହୋଇଥିଲା। 2023 ଅକ୍ଟୋବର 8 ହମାସ ଯୁଦ୍ଧ କଲା ଇସ୍ରାଏଲ ଉପରେ ରକେଟ ମାଡ଼। 28/2/2026 ଶନିବାର ଆମେରିକା ଇସ୍ରାଏଲ ମିଶି ଇରାନ ଉପରେ ଯୁଦ୍ଧ ଆରମ୍ଭ କରିଲେ। 2026ରେ ପୁଣି ଫେବୃଆରୀ ମାସରେ ଆଫଗାନିସ୍ତାନ ଆଉ ପାକିସ୍ତାନ ଟି କେଞ୍ଚାକେଞ୍ଚି ରମ୍ପାରମ୍ପି ହେଲେ। ଭାଇମାନେ, ଆପଣମାନେ ଭାବୁଥିବେ ଏହା ତୃତୀୟ ବିଶ୍ୱଯୁଦ୍ଧ ସଂକେତ, ଆରମ୍ଭ ନୁହଁ। ସେଇଦିନ ତୃତୀୟ ବିଶ୍ୱଯୁଦ୍ଧ ହବ, ଯୋଉଠୁ ଶେଷ ହେଇଛି ସେଇଠୁ ଆରମ୍ଭ ହବ। ଶେଷ ଆଉ ନାଶ, ଅତି ଛୋଟିଆ ଦେଶ। କିଏ? ଯା ପା ନ। ଯେଉଁ ଜାପାନକୁ 1945 ମସିହା ଅଗଷ୍ଟ ମାସ 6 ତାରିଖ ଆଉ 9 ତାରିଖ ହିରୋସୀମା ଆଉ ନାଗାସାକି ଉପରେ ଜାପାନ ପରମାଣୁ ବୋମା ଆମେରିକା ଜାପାନ ଉପରେ ପରମାଣୁ ବୋମା ପକାଇଥିଲା, ଯାହା ଫଳରେ କି ଦାରୁ ତ ଦାରୁ, ମହାଦାରୁ, ଦେବଦାରୁ, କିଛି ଭାଇ ତୃଣ ଘାସଟି ଆଜି ପର୍ଯ୍ୟନ୍ତ ସେଠାରେ ଉଠିନି। ଆଉ କିଛି ବର୍ଷ ଗଲେ ହେଇଯିବ 100 ବର୍ଷ। 1945 ମସିହା ଅଗଷ୍ଟ ମାସ 6 ତାରିଖ, ପୁଣି 3 ଦିନ ଛାଡ଼ିକି 9 ତାରିଖରେ ପରମାଣୁ ବୋମା ପକେଇଥିଲା। ଆମେ ଇତିହାସ ପଢ଼ିଛେ, କିନ୍ତୁ ସାଧାରଣ ଲୋକ ଆଜି ସେଇ ଅସାଧାରଣ କଥା, ଯୋଉ ଛୋଟିଆ ଦେଶ ବା ଯେକୌଣସି ଛୋଟ ଲୋକ ଉପରେ ବଡ଼ ଲୋକଙ୍କର ଜୁଲୁମ ଥାଏ। କହିଲେ ଘୁରେ ଆମ ପୃଥିବୀଟି ଚକା ଚକା ଭଉଁରୀ, ଘୁରୁଛି ସେ କେଉଁ କାଳୁ ଘୁରୁଥିବ ଆହୁରି, କେଡ଼େ ବଡ଼ ଦେହ ତାର ଶୂନ୍ୟରେ ଝୁଲଇ,
ନୀତି ନିଜ ଚାରିପଟେ ନଟୁ ପରି ବୁଲଇ। ତେଣୁ ସମୟର ଚକ୍ରଟା ଏଭଳି ନା, ଯିଏ ରାଜା ସିଏ ଦିନେ ହେବ ପ୍ରଜା। ଯିଏ ସିଂହାସନରେ ବସୁଥିଲା ସିଏ ଆସିକି ପାଦ ତଳେ ଖଟିବ। ତେଣୁ ଯୋଉ ଦେଶଟି ଛୋଟ ଦେଶ, ଜାପାନ ଉପରେ ଆମେରିକା ଯୋଉ ବଡ଼ିମାପଣରେ ଗର୍ବ ଅହଙ୍କାରରେ ପରମାଣୁ ବୋମା ପକେଇଥିଲା, ସେଇ ଜାପାନ ସାରା ବିଶ୍ୱକୁ ଦେଖେଇବ ଆମେରିକାକୁ ଧ୍ୱଂସ ମୁଖକୁ ଟଣେଇବ। ସେହି ସମୟରେ ତୃତୀୟ ବିଶ୍ୱଯୁଦ୍ଧଟି ହୋଇବ। ଆଉ କେତେବେଳେ ନା ଯେତେବେଳେ ଶେଷ ବେଳ ଆସିବ, ହେଲେ ଆଉ ବେଶୀ ବେଳ ନାହିଁ ଲୋ ବଉଳ, ନିକଟେ ହୋଇବ ଦେଖା। ପଞ୍ଚସଖା ମାନେ କହି ଯାଇଛନ୍ତି, ପୁରାଣରେ ଅଛି ଲେଖା। ଆଚ୍ଛା ଭାଇ ମାନେ, ଏଇଟା ଯଦି ପୁରାଣରେ ଲେଖା ରହିଛି ସମସ୍ତେ ତ ପଢିକି ଜାଣି ଦଉଛେ ନା, କିନ୍ତୁ ଅଲେଖା ରହିଛି ଯୋଉ ଦିନ ପୃଥିବୀଟି ଦୁଇ ଫାଳ ହେବ, ତୃତୀୟ ଫାଳଟି ବସି ବିଚାର କରିବ। ଆପଣ ମାନେ ଦେଖିଥିବେ, ସାଧାରଣ ଲୋକର ଆଜି ଅସାଧାରଣ ଭିଡିଓଟି ଏଇଥିପାଇଁ ରଖୁଛି, ଦୁଇଟି ବିଲେଇ ରମ୍ପାରମ୍ପି ହଉଛନ୍ତି ଗୋଟିଏ ଚକୁଳି ପିଠା ପାଇ। ତୃତୀୟ ପୁରୁଷ ଆସିଲା କିଏ ନା ମର୍କଟ ଆସିଲା, ସେଇ ପିଠାଟାକୁ ଦି ଖଣ୍ଡ କରିକି ଓଜନ କରିଲା, ଯୋଉଟା ଅଧିକା ହେଇଯାଉଛି ତଳୁ ତାକୁ ଟିକେ ଅଧିକା ଖାଇ ଦଉଛି, ସେ ପୁଣି ଛୋଟ ହେଇଯାଉଛି ଅଛି ଉପରୁ, ପୁଣି ଆକୁ ଖାଇ ଖାଇ ଶେଷ କରୁଛି। ସେଇ ଦିନକୁ ଆପଣ ମାନଙ୍କ ଆଜିଠୁ ମନେ ରଖନ୍ତୁ, ଯୋଉ ଦିନ ପୃଥିବୀ ଦୁଇ ଫାଳ ହବ, ତୃତୀୟ ଜଣକ ଆସି ସମାଧାନଟି କରିବ। ଭାରତ ଆଉ ଅପୋଜିଟ ପଟେ ରହିବ ଚୀନ। ସେଇ ସମୟରେ ତୃତୀୟ ବିଶ୍ୱଯୁଦ୍ଧ ହବ। ମଧ୍ୟମ ସ୍ଥାନରେ କିଏ ରହିବ ସେ ମାଙ୍କଡ ସ୍ୱରୂପରେ? ନା ଭାରତ, ଆଫଗାନିସ୍ତାନ, ଭୁଟାନ, ଇସ୍ରାଏଲ, ଜାପାନ, ଫ୍ରାନ୍ସ, ସାଉଥ କୋରିଆ, USA ଆଉ UAE, ଏମାନେ ଭାରତ ପକ୍ଷ ରହିକି ଯୁଦ୍ଧ କରିବେ। ଆଉ ସେଇ ସମୟରେ ଚୀନ, ପାକିସ୍ତାନ, ନେପାଳ, ତୁର୍କୀ, ଇଜିପ୍ଟ ଆଉ ନର୍ଥ କୋରିଆ, ଇରାନ ଆଉ ସିରିଆ, ଏମାନେ ରହିବେ ଗୋଟିଏ ପଟେ। ମଧ୍ୟମରେ କିଏ ରହିବେ ମାଙ୍କଡ ସ୍ୱରୂପ? ନା ରୁଷିଆ, ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଜର୍ମାନୀ, UK, ଅଷ୍ଟ୍ରେଲିଆ ଆଉ ସାଉଥ ଆଫ୍ରିକା। ଏଇ ଦେଶ ମାନେ ମଧ୍ୟସ୍ଥରେ ରହିବେ। କିନ୍ତୁ ମହାଗୋଳ ହୋଇବ। ସେହି ସମୟରେ ତୋପ ସଙ୍ଗେ ତପ ହେବ ଲଢ଼ାଇ, ତପ ଶକ୍ତି ରାମ ଜିତିବ ତହିଁ। ଏହି ସମୟରେ ଘମାଘୋଟ ଯୁଦ୍ଧ ହେବ, ପୃଥିବୀ ଦୁଇ ଫାଳ ହେବ। ଭାରତ ଯେତେବେଳେ ଯୁଦ୍ଧକୁ ବାହାରିବ, ଏହି ସମୟରେ ତୃତୀୟ ସମର ହେବ। ଆଉ ସେ ଯୁଦ୍ଧର ବଦଲାଟି ନେବ କିଏ? କାହା ପାଇଁ? ନା ଯେମିତି ଗୋଟେ ଛୋଟ ପିଲାଟି ମହାଭାରତରେ ସପ୍ତରଥୀଙ୍କ ମେଳରେ ମୃତ୍ୟୁବରଣ କରିଥିଲା। ପୁରାଣରେ ପଢିଥିବେ, ଚକ୍ରବ୍ୟୁହ ଭେଦ କରିକି ଯାଇଥିଲା। ଅଭିମନ୍ୟୁ ଯେଉଁଭଳି ଛୋଟ ପିଲାଟି ଥିଲା, ତାଙ୍କୁ ସପ୍ତରଥୀ ତମେ ତାଙ୍କୁ ଘେରିକି ମାରିଥିଲ। ସେମିତି ଛୋଟିଆ ଦେଶଟି ଯେ କି ଜାପାନ, ସେଇ ଜାପାନ ଆସିବ, ଭାରତର ଶରଣ ନେବ। ଏହି ସମୟରେ ଜାପାନକୁ ସେ ଆମେରିକାକୁ ସେ ନାଶ କରାଇବ। ସେ ବେଳ କଣ ହେଲାଣି? ସେଇ ବେଳ ଯେବେ ହୋଇବ, ତୃତୀୟ ସମରଟି ଜାଣ ସୂତ୍ରପାତ ହେବ। ଭାଇମାନେ, ବର୍ତ୍ତମାନ ଗ୍ୟାସ୍ ମିଳୁନି ବୋଲି ବ୍ୟସ୍ତ ହୁଅନି।
କାରଣ 24 ତାରିଖ ମାସ ହେଲା 2 ଆଉ 2022 ବାର ଥିଲା ଗୁରୁବାର। ୟୁକ୍ରେନ ଆଉ ରୁଷ ଯୁଦ୍ଧ ଚାଲିଛି, ଦୌଡ଼ିନି ଏପର୍ଯ୍ୟନ୍ତ ଚାଲିଛି। ତେଣୁ ସେଇ ସମୟରେ ସାରା ବିଶ୍ୱ ବ୍ରହ୍ମାଣ୍ଡର ଯେତିକ ଜନତା ବା ଲୋକ ବା ଛାତ୍ରଛାତ୍ରୀ ମାନେ ସବୁ ଯାଇଥିଲେ କୋଉଠିକି, ୟୁକ୍ରେନ ବିଦ୍ୟା ଅଧ୍ୟୟନ କରିବାକୁ। ସେମାନେ ସମସ୍ତେ ମୁକ୍ତି ପାଇଲେ, ଯୁଦ୍ଧ ବିରତି ହେଲା କିଛି କ୍ଷଣ, କିଛି ଦିନ ବା କିଛି ସମୟ ପାଇଁ। ଆଉ ସେମାନେ ହାତରେ ଧରିକି ଆସିଥିଲେ ଭାରତ ମାତାର ପତାକା। କିନ୍ତୁ ଆମର ପଡ଼ୋଶୀ ଦେଶ ପାକିସ୍ତାନ, ତାର ବି ପିଲା ଥିଲେ, ତାଙ୍କର ଔକାତ ପାଇଲାନି ତାଙ୍କ ପିଲାକୁ ବଞ୍ଚେଇବା ପାଇଁ। କିନ୍ତୁ ସେଇ ପିଲାକୁ ବଞ୍ଚେଇକି ଆଣିଥିଲା ଆମର ଏଇ ତ୍ରିରଙ୍ଗା ଭାରତ ମାତାର ପତାକା। ତେଣୁ ଏ ତ୍ରିରଙ୍ଗା ପତାକାର ଏତେ ତାକତ, ଭାରତ ମାତା ପତାକା ସାରା ବିଶ୍ୱ ମସ୍ତକ ଯେତେବେଳେ ନୁଆଁଇବେ ଜାଣିବ ସେତିକି ବେଳେ ଶାନ୍ତି ସ୍ଥାପନ ହେଲା। କାରଣ କହିଲେ ସବୁ ଧର୍ମ ହେବ ଶୂନ, ଶେଷରେ ହୋଇବ ଏ ସନାତନ ଲ ଯାଇ ଫୁଲ, ଧର୍ମ ସ୍ଥାପିବେ ସେ ନାରାୟଣ ଲ ଯାଇ ଫୁଲ। କୋଉ ନାରାୟଣ? ଶଙ୍ଖ ଚକ୍ର ଗଦା ପଦ୍ମ ଯୋଉ ନାରାୟଣ ଧରିକି ଆସିଛନ୍ତି, କଣ ସେଇ ନାରାୟଣ ସ୍ଥାପନ କରିବେ? ନାଇଁ, ନାରାୟଣ ଯିଏ ହୃଦୟ ଭିତରେ ଅଛନ୍ତି। ସେଇଭଳି ବର୍ତ୍ତମାନ ଦେଖୁଛନ୍ତି ଇରାନ ଉପରେ ଆମେରିକା ଆଉ ଇସ୍ରାଏଲ ପୁରା ଅଭିମନ୍ୟୁ ଭଳିଆ ଘେରିକିରି ଯେମିତି ଯୁଦ୍ଧ କରୁଥିଲେ ସପ୍ତରଥୀ, ସେମିତି ସବୁଆଡେ 10-15ଟା ଦେଶ ଯୁଦ୍ଧ କରୁଛନ୍ତି ଇରାକ ସାଙ୍ଗରେ, ଇରାନ ସାଙ୍ଗରେ। କିନ୍ତୁ ସବୁ ଆଡେ ଏଇନା ତେଲର ସଙ୍କଟ ପଡ଼ିଗଲାଣି, ତେଲ ଆଉ ମିଳୁନି। ତା ଭିତରେ ଗ୍ୟାସ ସଙ୍କଟ। କିନ୍ତୁ ଆମ ଭାରତରେ ଗ୍ୟାସ ସଙ୍କଟ ହେଇନି କି ତେଲ ସଙ୍କଟ ହେଇନି। ଆକୁ କୁହାଯାଏ ହାତେ ମାପିବା ଚାଖେଣ୍ଡେ ଚାଲିବା, ଯଦି ଏ ଭବ ସାଗରୁ ତରିବା। ତେଣୁ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖୁଥିବ, ଯୋଉଥିରେ ଦେଖୁଥିବ, ବର୍ତ୍ତମାନ ଦେଶରେ ଯିଏ ରାଜା, ଯିଏ ଦେଶକୁ ଚଳଉଛନ୍ତି, ତାଙ୍କୁ ସମସ୍ତେ ତାଳି ଦେବା ବଦଳରେ ଗାଳି ଦଉଛନ୍ତି। ହଁ, ଗାଳି ତ ଦେବେ, ଗାଳି ତ ଖାଇବେ। କାହିଁକି ନା ଏଇଟା ପୁରା ଶେଷ ବେଳ। ଏଇ 2026 ଠାରୁ 2029 ପର୍ଯ୍ୟନ୍ତ ଏଇ 2.5 ବର୍ଷଟି ହବ ଗାଳିର ବିଭୀଷିକା। ତେଣୁ ଆଜି ସାରା ବିଶ୍ୱ ଦେଖୁଛି ସେ ୟୁକ୍ରେନ ରୁଷ ଯୁଦ୍ଧ ସମୟରେ ଏଇ ତ୍ରିରଙ୍ଗା ପତାକା ଧରିକି ସାରା ବିଶ୍ୱର ଛାତ୍ରଛାତ୍ରୀ ମାନେ, ଏମିତିକି ପଡ଼ୋଶୀ ଦେଶର ପାକିସ୍ତାନର ଛାତ୍ରଛାତ୍ରୀ ମାନେ ଉଦ୍ଧାର ପାଇଥିଲେ ସେଇ ବିଭୀଷିକା ଯୁଦ୍ଧ ଭିତରୁ। କିନ୍ତୁ ଆଜି ବି ସେଇଭଳି ସହସ୍ର ଜାହାଜ ସବୁ ପାଣିରେ ଭିତରେ ଅଛନ୍ତି, ସମୁଦ୍ର ଭିତରେ। ଆମେରିକା କାହାକୁ ଛାଡି ଦଉନି। କିନ୍ତୁ ଏଇ ତ୍ରିରଙ୍ଗା ଉଡୁଥିବା ଜାହାଜ ସିଏ ଆଜି ଆସିକି ଆମ ଦେଶରେ ପହଞ୍ଚିଗଲାଣି। ଆମେରିକା
ଓଲଟା ବାଟ ବରଣୀ କରିଲା। ଇରାନ ବି ମଧ୍ୟ ସମର୍ଥନ ଦେଲା। କାହାର? ନା ଭାରତ ମାର ପତାକା ଲାଗିଥିବା ତେଲ ଆଉ ଗ୍ୟାସ ଜାହାଜ, ତାକୁ କେହି ଅଟକାଇ ପାରିବେନି। କିନ୍ତୁ ଦେଖିବେ ଆଗକୁ କ'ଣ ଖେଳ ହେବ। କିନ୍ତୁ ତୃତୀୟ ସମର ବେଳ ଆହୁରି ଅନେକ ବାଟରେ ଅଛି। ବର୍ତ୍ତମାନ ଅଭିମନ୍ୟୁକୁ ଚକ୍ରବ୍ୟୁହରେ ପକେଇଛନ୍ତି। ଆଦ୍ୟ ହେଉଛି ମାନେ ଏଇଟାକୁ ଯେମିତି ଦ୍ୱାପର ଯୁଗରେ କୌରବ ପାଣ୍ଡବଙ୍କ ଭିତରେ ଯୁଦ୍ଧ ଲାଗିଥିଲା ନା, ଆଙ୍କର 100 ଭାଇ ଯେତେବେଳେ ମରିବାକୁ ଗଲେଣି, କିଛି ତାଙ୍କ ପାଣ୍ଡବ ମାନଙ୍କ ପଛରେ କେହି ମରି ନଥିଲେ, କିନ୍ତୁ ପ୍ରଥମେ ମରିଥିଲେ ଯେମିତି ଅଭିମନ୍ୟୁ। ସେଇଭଳି ଅବିକା ଏଇଟା ହେଉଛି ଗୋଟେ ପ୍ରଥମ ଆଦ୍ୟ ଯୁଦ୍ଧ କହିଲେ ଚଳେ ତୃତୀୟ ସମରର। କିନ୍ତୁ ଏ ସମରର ଶେଷ ପର୍ଯ୍ୟାୟଟି ହେଉଛି କାହା ପାଇଁ ଆଉ ଆଦ୍ୟ ଆଉ ପ୍ରାନ୍ତ କାହା ପାଇଁ? ନା ଜାପାନ ନେବ ଆମେରିକା ଉପରେ ବଦଲା। ଏଇଟା ଧ୍ରୁବ ବାଣୀ ସତ୍ୟ। ତାର ଉପରେ ଯୋଉଭଳି ପ୍ରତିଶୋଧ ନେଇଛି, ସିଏ ତାର ପ୍ରତିଶୋଧ ସେଇ ବେଳରେ ନେବ ଯୋଉ ସମୟରେ ତୃତୀୟ ସମର ଚାଲିବ। କିନ୍ତୁ କାହିଁକି ନେବ, କ'ଣ ପାଇଁ ନେବ, ଆପଣମାନଙ୍କୁ ସେକେଣ୍ଡ ଭିଡ଼ିଓରେ କହିବି। ବହୁତ ବଡ଼ ଭିଡ଼ିଓ ହେଇଯାଉଛି, କିନ୍ତୁ କହିବି ଗୋଟେ କଥା। ଆମେରିକା ବର୍ତ୍ତମାନ ତାର ଦ୍ୱାପର ଲୀଳା ବା ଦ୍ୱାପରର ଯୁଗର ଯୋଉ ଲୀଳା କ'ଣ ଆମର ଥିଲା, ବୈଶ୍ୟ ବେପାର। ବର୍ତ୍ତମାନ ସିଏ ସେଇ ବୈଶ୍ୟ ବୃତ୍ତି ଚଲେଇଛି। ସମସ୍ତଙ୍କୁ ବାଣ ପଠେଇ ଦଉଛି, ନିଅ ଫୁଟେଇବ। ସମସ୍ତଙ୍କୁ ବିକୁଛି, ସମସ୍ତଙ୍କୁ ବିକିକିରି ତାଙ୍କ ମାନଙ୍କର ଅର୍ଥ ନେଇକି ତାର ପାଣ୍ଠି ବଢେଇବ। କହିଲା ଅନ୍ୟାୟ ଧନ ବଢେ ବହୁତ, ଗଲାବେଳେ ଜାପାନ ନେବ ମୂଳ ସହିତ। କିନ୍ତୁ ସେ ସମୟରେ ଜାପାନକୁ ସମର୍ଥନ କରିବ ଆମ ଏଇ ଭାରତ। ଦେଖିବ ଆଗକୁ ଅଛି, ଏବେ ନୁହଁ, ବ୍ୟସ୍ତ ହୁଅନି। ବର୍ତ୍ତମାନ ଚାଲୁଛି ଏଇଟା କ'ଣ କହନ୍ତି, ଏଇଟା ଟ୍ରେଲର ସିନେମା ଆହୁରି ଥୋଡ଼ା ବାକି ହେ। ନମସ୍କାର ଭାଇମାନେ, ସାଧାରଣ ଲୋକର ଆଜି ଅସାଧାରଣ କଥା। ଏହା ଦେଖିବେ, ଆହୁରି ବହେ ବାଟ ଅଛି। 3:30 ରାତି ହେଇଗଲା, କେତେବେଳେ ହେଇଗଲା ଜାଣି ହେଲାନି। ହଉ।